ଉନତିରିଶ ଅଧ୍ୟାୟ ମାଦ୍ରାସୀ ସଂକୀର୍ତ୍ତନ ମଣ୍ଡଳୀ ଓ ବାବାଙ୍କ ଅଦ୍ଭୁତ ଦର୍ଶନ, ଜ୍ୟୋତିଷବାଣୀ ଖଣ୍ଡନ ଓ ପରୀକ୍ଷାର ସଫଳତା ଏବଂ କ୍ୟାପ୍ଟେନ୍ ହାର୍ଟଙ୍କ ସ୍ୱପ୍ନ ଓ ବିନ୍ ଛୁଇଁ ଭୋଗ। ମାଦ୍ରାସୀ ସଂକୀର୍ତ୍ତନ ମଣ୍ଡଳୀ ପ୍ରାୟ 1916 ମସିହାରେ ତତ୍କାଳୀନ ମାନ୍ଦ୍ରାଜ ପ୍ରଦେଶର ଏକ ଭଜନ ମଣ୍ଡଳୀ କାଶୀ ତୀର୍ଥଯାତ୍ରାରେ ବାହାରିଲା। ଏହି ଦଳରେ ଜଣେ ପୁରୁଷ ବ୍ୟକ୍ତି, ତାଙ୍କର ପତ୍ନୀ, କନ୍ୟା ଓ ଶାଳୀ ଥିଲେ। ଦୁର୍ଭାଗ୍ୟବଶତଃ ସେମାନଙ୍କ ନାମ କେଉଁଠାରେ ଉଲ୍ଲେଖ କରାଯାଏ ନାହିଁ। ବାଟରେ ସେମାନେ ଶୁଣିବାକୁ ପାଇଲେ ଯେ ଅହମ୍ମଦନଗର ଜିଲ୍ଲା କୋପରଗାଁଓ ତାଲୁକର ଶିରିଡ଼ି ଗ୍ରାମରେ ଶ୍ରୀ ସାଇବାବା ନାମରେ ଜଣେ ମହାନ ସନ୍ଥ ବାସ କରୁଛନ୍ତି, ଯିଏକି ବହୁତ ଦୟାଳୁ ଏବଂ ବ୍ରହ୍ମ ପ୍ରାପ୍ତି କରିସାରିଛନ୍ତି। ସେ ବଡ଼ ଉଦାର ହୃଦୟର ଅଧିକାରୀ ଏବଂ ଅହେତୁକ କୃପାସିନ୍ଧୁ। ପ୍ରତିଦିନ ସେ ତାଙ୍କର ଭକ୍ତମାନଙ୍କୁ ଅର୍ଥ ବିତରଣ କରୁଛନ୍ତି। କଳା ପ୍ରଦର୍ଶନ କରୁଥିବା କଳାକାରମାନଙ୍କୁ ଉଭୟ ସମ୍ମାନ ଓ ପାରିଶ୍ରମିକ ମିଳୁଛି। ପ୍ରତ୍ୟେକ ଦକ୍ଷିଣା ଆକାରରେ ବାବାଙ୍କ ପାଖରେ ବହୁ ଟଙ୍କା ଠୁଳ ହେଉଥିଲା। ଏହି ଟଙ୍କାରେ ସେ ପ୍ରତିଦିନ ଏକ ଟଙ୍କା ଉକ୍ତ କୁଣ୍ଡଳୀଙ୍କର 3 ବର୍ଷର କନ୍ୟା ଅମନିକୁ, ଆଉ କାହାକୁ 2 ରୁ 5 ଟଙ୍କା, ଅମନିର ମା ଚମିନୀକୁ 6 ଟଙ୍କା, ଆଉ କାହାକୁ 10 ରୁ 20 ଟଙ୍କା ତଥା କେବେ କେବେ 50 ଟଙ୍କା ଏପରି ନିଜ ଇଚ୍ଛା ଅନୁସାରେ ପ୍ରତ୍ୟହ ବିତରଣ କରୁଥିଲେ। ଏହା ଶୁଣି ସଂକୀର୍ତ୍ତନ ମଣ୍ଡଳୀ ଶିରିଡ଼ିରେ ଆସି ରହିଲେ। ସେମାନେ ବଡ଼ ସୁନ୍ଦର ଭଜନ ଓ ଜଣାଣ ପରିବେଷଣ କରୁଥିଲେ, କିନ୍ତୁ ସେମାନଙ୍କର ଅସଲ ଉଦ୍ଦେଶ୍ୟ ଥିଲା କିଛି ଅର୍ଥ ରୋଜଗାର କରିବା। ମଣ୍ଡଳୀର 3 ଜଣ ସଦସ୍ୟ ବଡ଼ କୃପଣ ଥିଲେ। କେବଳ ଦଳ ମୁଖ୍ୟ ପତ୍ନୀଙ୍କର ସ୍ୱଭାବ ସମସ୍ତଙ୍କଠାରୁ ଭିନ୍ନ ଥିଲା। ତାଙ୍କର ହୃଦୟରେ ବାବାଙ୍କ ପ୍ରତି ଶ୍ରଦ୍ଧା ଓ ଆଦର ଥିଲା। ଥରେ ଯେତେବେଳେ ମଧ୍ୟାହ୍ନ ଆଳତୀ ହେଉଥିଲା, ସେହି ମହିଳାଙ୍କର ଭକ୍ତି ବିଶ୍ୱାସ ଦେଖି ବାବା ବଡ଼ ପ୍ରସନ୍ନ ହେଲେ। ଏହାପରେ କ'ଣ ହେଲା? ବାବା ତାଙ୍କୁ ନିଜର ପ୍ରିୟ ଇଷ୍ଟ ରୂପରେ ଦର୍ଶନ ଦେଲେ ଓ କେବଳ ସେ ହିଁ ବାବାଙ୍କୁ ସୀତାପତି ରୂପରେ ଦର୍ଶନ କଲେ। ଉପସ୍ଥିତ ଅନ୍ୟ ଲୋକମାନଙ୍କୁ ବାବା ଯେମିତି ଦେଖୁଥିଲେ ସେମିତି। ନିଜର ପ୍ରିୟ ଇଷ୍ଟଙ୍କର ଦର୍ଶନ କରି ସେ ଭାବାବିହ୍ୱଳ ହୋଇଗଲେ ତଥା ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହେଲା ଏବଂ ଆଖିରୁ ଆନନ୍ଦାଶ୍ରୁ ଭରିବାରେ ଲାଗିଲା। ଏହାପରେ ପ୍ରେମୋନ୍ମତ୍ତ ହୋଇ ସେ କରତାଳି ଦେବାକୁ ଲାଗିଲେ। ତାଙ୍କର ଏହି ପ୍ରକାର ଆନନ୍ଦିତ ହେବା ଦେଖି ସମସ୍ତଙ୍କ ମନରେ କୌତୂହଳ ଜାତ ହେଲା, କିନ୍ତୁ କେହି ବି କାରଣ ଜାଣିପାରୁନଥିଲେ। ଦ୍ୱିପ୍ରହର ପରେ ସେ ଏହାର ରହସ୍ୟ ତାଙ୍କ ପତିଙ୍କ ଆଗରେ ପ୍ରକାଶ କଲେ। ବାବାଙ୍କୁ ଶ୍ରୀରାମ ରୂପରେ ସେ କିପରି ଦର୍ଶନ କଲେ ସେ କଥା ବର୍ଣ୍ଣନା କଲେ। ପତି ଭାବିଲେ କି ତାଙ୍କର ସ୍ତ୍ରୀ ବହୁତ ଭାବୁକ ଓ ସରଳ ବିଶ୍ୱାସୀ, ଏଣୁ ଶ୍ରୀରାମଙ୍କ ଦର୍ଶନ ଏକ ମାନସିକ ଭ୍ରମ ଛଡ଼ା ଅନ୍ୟ କିଛି ନୁହେଁ। ସେ ଏହା କହି ତାଙ୍କ କଥାକୁ ଏଡ଼ାଇଗଲେ ଯେ ବାବା ତୁମକୁ କେବଳ ରାମ ରୂପରେ ଦେଖାଯିବା କ'ଣ ସମ୍ଭବ? ପତ୍ନୀ କୌଣସି ପ୍ରତିବାଦ କଲେ ନାହିଁ, କାରଣ ସେହି ସମୟରେ ତାଙ୍କର ଯେଉଁ ପ୍ରକାର ଅନୁଭୂତି ହୋଇଥିଲା ଏବେ ବି ସେହିପରି ହେଉଥିଲା। ତାଙ୍କର ମନ ଶାନ୍ତ, ସ୍ଥିର ଏବଂ ସନ୍ତୃପ୍ତ ହୋଇସାରିଥିଲା। ବାବାଙ୍କର ଅଦ୍ଭୁତ ଦର୍ଶନ। ଏହି ପ୍ରକାର ଦିନ ବିତିବା ଲାଗିଲା। ଦିନେ ରାତିରେ ତାଙ୍କର ପତି ଏକ ବିଚିତ୍ର ସ୍ୱପ୍ନ ଦେଖିଲେ। ସେ ଦେଖିଲେ ଯେ ଗୋଟିଏ ବଡ଼ ସହରରେ ପୁଲିସ ତାଙ୍କୁ ଗିରଫ କରି ବାନ୍ଧି ଜେଲରେ ଭର୍ତ୍ତି କରିଦେଇଛି। ତାପରେ ସେ ଦେଖିଲେ ଯେ ବାବା ଶାନ୍ତ ମୁଦ୍ରାରେ ହାଜତ ବାହାରେ ଆସି ତାଙ୍କ ନିକଟରେ ଠିଆ ହୋଇଛନ୍ତି। ବାବାଙ୍କୁ ପାଖରେ ଦେଖି ସେ ଦୁଃଖରେ ଅସ୍ଥିର ହୋଇ କହିଲେ କି ଆପଣଙ୍କର କୀର୍ତ୍ତି ଶୁଣି ମୁଁ ଆପଣଙ୍କ ଶ୍ରୀଚରଣରେ ଶରଣ ନେଉଛି। ଆପଣଙ୍କର ଏତେ ନିକଟ ହୋଇ ମଧ୍ୟ ମୋ ଉପରେ ବିପତ୍ତି କାହିଁକି ଆସିଲା? ଏହାର ଉତ୍ତରରେ ବାବା କହିଲେ, କୃତକର୍ମର ଫଳ ଅବଶ୍ୟ ଭୋଗିବାକୁ ହେବ। ସେହି ବ୍ୟକ୍ତି ଜଣକ କହିଲେ ଯେ ଏହି ଜୀବନରେ ତ ମୋର ଏପରି କିଛି କୁକର୍ମର ସ୍ମୃତି ଆସୁନାହିଁ, ଯେଉଁଥିପାଇଁ ମୋତେ ଏପରି ଦଶା ଭୋଗିବାକୁ ପଡ଼ୁଛି। ବାବା କହିଲେ, ଯଦି ଏହି ଜନ୍ମରେ କରିନାହ ତେବେ ଗତ ଜନ୍ମରେ କରିଥିବ। ସେ କହିଲେ ଯେ ଗତ ଜନ୍ମର ସ୍ମୃତି ତ ମୋର ନାହିଁ, କିନ୍ତୁ ଯଦି ମାନିନିଏ ଯେ କିଛି ଭୁଲ ହୋଇଯାଇଛି, ଆପଣ ଥିବାରୁ ତାହା ଭସ୍ମ ହୋଇଯିବା କଥା, ଯେପରିକି ଶୁଖିଲା ଘାସ ଅଗ୍ନି ଦ୍ୱାରା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଏ। ବାବା ପଚାରିଲେ, ତୁମର ଏପରି ବିଶ୍ୱାସ ଅଛି? ସେ କହିଲେ, ହଁ। ବାବା ତାଙ୍କୁ ଆଖି ବନ୍ଦ କରିବାକୁ କହିଲେ ଏବଂ ପୁଣି ଯେତେବେଳେ ଆଖି ଖୋଲିବାକୁ କହିଲେ, ସେ କୌଣସି ଭାରୀ ଜିନିଷ ପଡ଼ିବାର ଶବ୍ଦ ଶୁଣାଗଲା। ଆଖି ଖୋଲିବା ପରେ ସେ ନିଜକୁ କାରାଗାରରୁ ମୁକ୍ତ ହୋଇଥିବା ଦେଖିବାକୁ ପାଇଲେ। ପୁଲିସ ତଳେ ପଡ଼ିଯାଇଥିଲା ତଥା ତାର ଶରୀରରୁ ରକ୍ତ ଝରୁଥିଲା। ଏହା ଦେଖି ସେ ଭୟଭୀତ ଦୃଷ୍ଟିରେ ବାବାଙ୍କ ଆଡ଼କୁ ଦେଖିବାକୁ ଲାଗିଲେ। ବାବା କହିଲେ, ବଡ଼ୁ, ଏବେ ତୁମ କଥା ଭଲ ଭାବରେ ସୁଝାଯିବ। ପୁଲିସ ଅଧିକାରୀ ଆସିବେ ଓ ତୁମକୁ ଗିରଫ କରିନେବେ। ତାପରେ ସେ ପୁଣି ବିଚଳିତ ହୋଇ କହିଲେ, ଆପଣଙ୍କ ବ୍ୟତୀତ ମୋର ଆଉ କିଏ ଅଛି? ଆପଣ ଏକମାତ୍ର ଭରସା। ହେ ପ୍ରଭୁ, କୌଣସି ପ୍ରକାର ମୋତେ ରକ୍ଷା କରନ୍ତୁ। ଏହାପରେ ବାବା ପୁଣି ଆଖି ବନ୍ଦ କରିବାକୁ କହିଲେ। ଆଖି ଖୋଲିବା ପରେ ସେ ଦେଖିଲେ ଯେ ସେ ମୁକ୍ତ ହୋଇ ହାଜତ ବାହାରେ ଠିଆ ହୋଇଛନ୍ତି ଏବଂ ବାବା ମଧ୍ୟ ପାଖରେ ଉପସ୍ଥିତ ଅଛନ୍ତି। ତାପରେ ସେ ବାବାଙ୍କ ଶ୍ରୀଚରଣରେ ସାଷ୍ଟାଙ୍ଗ ପ୍ରଣିପାତ କଲେ। ବାବା ପଚାରିଲେ, ଏବେ ମୋତେ କୁହ, ତୁମର ଏହି ନମସ୍କାର ଓ ଆଗର ନମସ୍କାର ମଧ୍ୟରେ କି ପ୍ରଭେଦ ଥିଲା? ଭଲ ଭାବେ ଭାବି ଏହାର ଉତ୍ତର ଦିଅ। ସେ କହିଲେ, ଆକାଶ ଓ ପାତାଳ ମଧ୍ୟରେ ଯେଉଁ ପ୍ରଭେଦ, ପ୍ରଥମ ଓ ଏହି ନମସ୍କାର ମଧ୍ୟରେ ସେପରି ପ୍ରଭେଦ ଅଛି। ମୋର ପୂର୍ବ ନମସ୍କାର ତ କେବଳ ଧନ ପ୍ରାପ୍ତି ଆଶାରେ ଥିଲା, କିନ୍ତୁ ଏହି ନମସ୍କାର ମୁଁ ଆପଣଙ୍କୁ ଈଶ୍ୱର ମନେକରି କଲି। ପ୍ରଥମେ ମୋର ଧାରଣା ଥିଲା ଯେ ଆପଣ ଯବନ ହୋଇଥିବାରୁ ହିନ୍ଦୁମାନଙ୍କର ଧର୍ମ ଭ୍ରଷ୍ଟ କରୁଛନ୍ତି। ବାବା ପଚାରିଲେ,
ଜବନ ଜବନ ପୀରଙ୍କ ଉପରେ ଜବନ ପୀରଙ୍କ ଉପରେ କ'ଣ ତୁମର ବିଶ୍ୱାସ ନାହିଁ? ସେ କହିଲେ ନାହିଁ। ବାବା ପଚାରିଲେ, ତୁମ ଘରେ କ'ଣ ପାପୁଲି ଛାପ ନାହିଁ ଏବଂ ତୁମେ ମହରମରେ ପୂଜା କରୁନାହ? ତୁମର ଘରେ କାଦବଡ଼ି ନାମରେ ଜଣେ ଦେବୀ ଅଛନ୍ତି, ଯାହାଙ୍କ ସମ୍ପର୍କରେ ତୁମେ ବିବାହ ତଥା ଅନ୍ୟାନ୍ୟ ଧର୍ମର ଉତ୍ସବାନୁଷ୍ଠାନ ସମୟରେ କୃପାଭିକ୍ଷା କରୁନାହ? ସେ ଯେତେବେଳେ ଏହାକୁ ସ୍ୱୀକାର କଲେ, ବାବା କହିଲେ, ଏହାଠାରୁ ଭଳି ଅଧିକ ପ୍ରମାଣ ଆଉ କ'ଣ ଦରକାର? ତାପରେ ତାଙ୍କ ମନରେ ତାଙ୍କର ଗୁରୁ ଶ୍ରୀରାମଦାସଙ୍କ ଦର୍ଶନ ଇଚ୍ଛା ହେଲା। ବାବା ଯେମିତି ତାଙ୍କ ପଛକୁ ବୁଲିବାକୁ କହିଛନ୍ତି, ସାମ୍ନାରେ ତାଙ୍କର ଗୁରୁ ଶ୍ରୀ ରାମଦାସ ସ୍ୱାମୀ ଛିଡ଼ା ହୋଇଛନ୍ତି ଏବଂ ଯେମିତି ତାଙ୍କର କହିଛନ୍ତି ସାମ୍ନାରେ ସେ ଦେଖିଲେ ତାଙ୍କର ଗୁରୁ ରାମଦାସ ସ୍ୱାମୀ ଛିଡ଼ା ହୋଇଛନ୍ତି ଏବଂ ସେ ଯେମିତି ତାଙ୍କର ଚରଣରେ ଲୋଟିବାକୁ ଉଦ୍ୟତ ହେଉଛନ୍ତି, ସେ ତୁରନ୍ତ ଅଦୃଶ୍ୟ ହୋଇଗଲେ। ତାପରେ ସେ ବାବାଙ୍କୁ କହିଲେ, ଆପଣ ବୃଦ୍ଧ ଭଳି ଜଣାପଡ଼ୁଛନ୍ତି। ଆପଣ କ'ଣ ଆପଣଙ୍କର ବୟସ ଜଣାଅଛି? ବାବା କହିଲେ, ମୋତେ ବୃଦ୍ଧ ବୋଲି କହୁଛ? ମୋ ସହିତ ଦୌଡ଼ିକି ଦେଖ। ଏହା କହି ସେ ବାବା ଦୌଡ଼ିବାକୁ ଲାଗିଲେ ଏବଂ ସେ ମଧ୍ୟ ପଛରେ ଦୌଡ଼ିଲେ। ଦୌଡ଼ିବା ସମୟରେ ଗୋଡ଼ରେ ଯେଉଁ ଧୂଳି ଉଡ଼ୁଥିଲା, ତା ଭିତରେ ବାବା ଅଦୃଶ୍ୟ ହୋଇଗଲେ ଏବଂ ତାପରେ ତାଙ୍କୁ ନିଦ ଭାଙ୍ଗିଗଲା। ସଚେତନ ହେବା ପରେ ସେ ଗମ୍ଭୀରତାର ସହ ସ୍ୱପ୍ନ କଥା ବିଚାର କରିବାକୁ ଲାଗିଲେ। ତାଙ୍କର ମାନସିକ ପ୍ରବୃତ୍ତିରେ ପୂର୍ଣ୍ଣ ପରିବର୍ତ୍ତନ ହୋଇସାରିଥିଲା। ବାବାଙ୍କର ମହାନତା ଏବେ ସେ ହୃଦବୋଧ କରିପାରିଲେ। ତାଙ୍କର କୃପଣ ତଥା ସନ୍ଦେହୀ ଭାବ ଦୂର ହୋଇଗଲା ଏବଂ ହୃଦୟରେ ବାବାଙ୍କ ଚରଣ ପ୍ରତି ନିର୍ମଳ ଭକ୍ତି ଜାତ ହେଲା। ଏହା ତ ଏକ ସ୍ୱପ୍ନ ଥିଲା, କିନ୍ତୁ ସେଥିରେ ଯେଉଁ ପ୍ରଶ୍ନ ଉତ୍ତର ଥିଲା ତାହା ମହତ୍ତ୍ୱପୂର୍ଣ୍ଣ। ପରଦିନ ଯେତେବେଳେ ସମସ୍ତେ ମଧ୍ୟାହ୍ନରେ ଏକତ୍ର ହେଲେ, ବାବା ତାଙ୍କୁ ପ୍ରସାଦରେ 2 ଟଙ୍କାର ମିଠା ଓ 2 ଟଙ୍କା ଦେଲେ। ତାଙ୍କୁ ଆଉ କିଛି ଦିନ ଅଟକାଇ ଆଶୀର୍ବାଦ ଦେଇ କହିଲେ କି ଆଲ୍ଲାହ ତୁମକୁ ବହୁତ ଦେବେ ଏବଂ ଏଣିକି ସବୁ ଭଲ କରିବେ। ବାବାଙ୍କଠୁ ଅଧିକ ଦାବି ମୋତେ ମିଳିଲା ନାହିଁ, କିନ୍ତୁ ତାଙ୍କର କୃପା ଅବଶ୍ୟ ପ୍ରାପ୍ତ ହେଲା, ଯାହାଦ୍ୱାରା ତାଙ୍କର ବେଶ୍ ଉନ୍ନତି ହେଲା। ବାଟରେ ତାଙ୍କୁ ଯଥେଷ୍ଟ ଦ୍ରବ୍ୟ ମିଳିଲା ଏବଂ ଯାହା ବେଶ୍ ସଫଳ ହେଲା। ଯାତ୍ରା କାଳରେ କୌଣସି ଅସୁବିଧା ବା କଷ୍ଟ ହେଲା ନାହିଁ ଏବଂ ସକୁଶଳରେ ସେ ଘରେ ଆସି ପହଞ୍ଚିଲେ। ବାବାଙ୍କର ବଚନ ତଥା ଆଶୀର୍ବାଦ ଏବଂ ତାଙ୍କ କୃପାରୁ ପ୍ରାପ୍ତ ଆନନ୍ଦ ସର୍ବଦା ତାଙ୍କର ସ୍ମୃତିପଟରେ ରହିଲା। ଏହି କଥାରୁ ସ୍ପଷ୍ଟ ହୁଏ ଯେ ବାବା ଯେଉଁ ପ୍ରକାର ତାଙ୍କର ଭକ୍ତମାନଙ୍କ ପାଖକୁ ଟାଣି ଆଣି ସେମାନଙ୍କୁ ଶ୍ରେୟସ୍କର ମାର୍ଗରେ ନେଇଯାଉଥିଲେ ଏବଂ ଆଜି ମଧ୍ୟ ନେଉଛନ୍ତି, ତାହାର ପଟାନ୍ତର ନାହିଁ। ଜ୍ୟୋତିଷବାଣୀ ଖଣ୍ଡନ ଓ ପରୀକ୍ଷାର ସଫଳତା। ତେନ୍ଦୁଲକର ପରିବାର। ମୁମ୍ବାଇର ବାନ୍ଦ୍ରାରେ ତେନ୍ଦୁଲକର ପରିବାର ରହୁଥିଲେ। ସେମାନେ ବାବାଙ୍କର ବଡ଼ ଭକ୍ତ ଥିଲେ। ଶ୍ରୀ ରଘୁନାଥ ତେନ୍ଦୁଲକର ମରାଠୀ ଭାଷାରେ ଶ୍ରୀ ସାଇନାଥ ଭଜନମାଳା ନାମରେ ଏକ ପୁସ୍ତକ ରଚନା କରିଛନ୍ତି, ଯେଉଁଥିରେ ପ୍ରାୟ 800 ଅଭଙ୍ଗ ଓ 15 ପଦର ସମାବେଶ ହୋଇଛି ତଥା ବାବାଙ୍କର ଲୀଳାଗୁଡ଼ିକର ମଧୁର ବର୍ଣ୍ଣନା କରାଯାଇଛି। ବାବାଙ୍କ ଭକ୍ତମାନଙ୍କ ପାଇଁ ଏହା ଏକ ଉପାଦେୟ ପୁସ୍ତକ। ତାଙ୍କର ଜ୍ୟେଷ୍ଠ ପୁତ୍ର ବାବୁ ଡାକ୍ତରୀ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିଲା। ଆତ୍ମବିଶ୍ୱାସ କମ୍ ଥିବାରୁ ତା'ର ପିତାମାତା କେତେକ ଜ୍ୟୋତିଷଙ୍କୁ ଜନ୍ମକୁଣ୍ଡଳ ଦେଖାଇଲେ, କିନ୍ତୁ ସମସ୍ତେ କହିଲେ ଏ ବର୍ଷ ତା'ର ଗ୍ରହ ଭଲ ନାହିଁ, ତେଣୁ ଆସନ୍ତା ବର୍ଷ ପରୀକ୍ଷା ଦେଲେ ସଫଳତା ପ୍ରାପ୍ତି ହେବ। ପୁଅ ନିରାଶ ହୋଇ ପଡ଼ିଲା ଓ ତା'ର ମନ ଅସ୍ଥିର ହୋଇଗଲା। ଶେଷରେ ପିତାମାତା ବାବାଙ୍କ ଦର୍ଶନ ପାଇଁ ଶିରିଡ଼ି ଗଲେ ଏବଂ ପୁତ୍ରର ମାନସିକ ଅଶାନ୍ତି କଥା ବାବାଙ୍କୁ ଭେଟି ଜଣାଇଲେ। ବାବା କହିଲେ, ପୁତ୍ର କୁହ ସେ ମୋ ଉପରେ ବିଶ୍ୱାସ ରଖୁ। ଭବିଷ୍ୟବାଣୀ ତଥା ଜ୍ୟୋତିଷମାନଙ୍କ କଥାକୁ ଗୋଟିଏ କୋଣରେ ଫିଙ୍ଗି ଦିଅ ଏବଂ ଅଭ୍ୟାସ ଜାରି ରଖି ଶାନ୍ତ ମନରେ ପରୀକ୍ଷାରେ ବସିବାକୁ କୁହ। ସେ ଏହି ବର୍ଷ ଅବଶ୍ୟ ଉତ୍ତୀର୍ଣ୍ଣ ହେବ। ନିରାଶ ହେବାର କାରଣ ନାହିଁ। ମା ଘରକୁ ଆସି ବାବାଙ୍କର ଆଶୀର୍ବାଣୀ ପୁତ୍ରକୁ ଶୁଣାଇଲେ। ସେ ବାବାଙ୍କ ଉପରେ ବିଶ୍ୱାସ ରଖି ଉତ୍ସାହିତ ହୋଇ ଉଠିଲା। ପରିଶ୍ରମ କଲା ଏବଂ ପରୀକ୍ଷାରେ ବସିଲା। ଆଶ୍ଚର୍ଯ୍ୟଜନକ ଭାବରେ ପରୀକ୍ଷାରେ ଭଲ କଲା। ତଥାପି ତା ମନ ସଂଶୟଗ୍ରସ୍ତ ରହିଲା ଯେ ଆବଶ୍ୟକ ନମ୍ବର ମିଳିବ କି ନାହିଁ। ଏଣୁ ମୌଖିକ ପରୀକ୍ଷା ଦେବା ନେଇ ସେ ଦ୍ୱିଧାରେ ରହିଲା। ତେବେ ପରୀକ୍ଷକ ତା ପଛରେ ଲାଗିଥିଲେ। ଲିଖିତ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଥିବା ଦେଖି ଜଣେ ଛାତ୍ର ଦ୍ୱାରା ଖବର ପଠାଇଲେ କି ମୌଖିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ। ଏହି ପ୍ରକାର ପ୍ରୋତ୍ସାହନ ପାଇ ସେ ମୌଖିକ ପରୀକ୍ଷା ଦେଲା ଓ ସେଥିରେ ବି ସଫଳ ହେଲା। ଗ୍ରହଦଶା ପ୍ରତିକୂଳ ଥିବା ସତ୍ତ୍ୱେ ବାବାଙ୍କ କୃପାରୁ ସେ ସଫଳତା ଲାଭ କଲା। ଏଠାରେ କେବଳ ଏତିକି ଧ୍ୟାନ ଦେବାର କଥା ଯେ ଇଷ୍ଟ ଏବଂ ସଂଶୟ ଶେଷରେ ଦୃଢ଼ ବିଶ୍ୱାସରେ ପରିଣତ ହୋଇଥାଏ। ପରୀକ୍ଷା ତ ଯେଉଁପରି ଭାବରେ ହେବ, କିନ୍ତୁ ଆମେ ଯଦି ବାବାଙ୍କ ଉପରେ ଦୃଢ଼ ବିଶ୍ୱାସ ଓ ଶ୍ରଦ୍ଧା ରଖି ପ୍ରୟାସ କରିବା, ତାହେଲେ ଅବଶ୍ୟ ସଫଳତା ଲାଭ କରିବା। ଏହି ବାଳକର ପିତା ରଘୁନାଥ ରାଓ ମୁମ୍ବାଇର ଏକ ବିଦେଶୀ ବ୍ୟବସାୟୀ ଫାର୍ମରେ ଚାକିରି କରୁଥିଲେ। ସେ ପରିଣତ ବୟସରେ ଉପନୀତ ହୋଇଥିଲେ ଏବଂ ନିଜ କାର୍ଯ୍ୟ ସୁଚାରୁରୂପେ କରିପାରୁନଥିଲେ। ଏଣେ ଛୁଟି ନେଇ ବିଶ୍ରାମ କରିବାକୁ ଚାହୁଁଥିଲେ। ମାତ୍ର ଛୁଟି ନେବା ପରେ ମଧ୍ୟ ତାଙ୍କର ଶାରୀରିକ ଅବସ୍ଥାରେ ବିଶେଷ ପରିବର୍ତ୍ତନ ହେଲା ନାହିଁ। ଫଳରେ ଅବସରକାଳୀନ ଛୁଟି ନେବାକୁ ବିଚାର କଲେ। ଜଣେ ବୃଦ୍ଧ ଏବଂ ବିଶ୍ୱସ୍ତ କର୍ମଚାରୀ ହୋଇଥିବାରୁ ପ୍ରଧାନ ମ୍ୟାନେଜର ତାଙ୍କୁ ପେନ୍ସନ୍ ଦେଇ ସେବାନିବୃତ୍ତ କରିବାକୁ ନିଷ୍ପତ୍ତି କଲେ। ତେବେ କେତେ ଟଙ୍କା ପେନ୍ସନ୍ ଧାର୍ଯ୍ୟ କରାଯିବ, ଏହି ପ୍ରଶ୍ନ ବିଚାରାଧୀନ ଥିଲା। ତାଙ୍କୁ ମାସିକ 150 ଟଙ୍କା ବେତନ ମିଳୁଥିଲା। ଏହି ହିସାବରେ ପେନ୍ସନ୍ ହେଉଥିଲା 75 ଟଙ୍କା, କିନ୍ତୁ ଏତିକି ଅର୍ଥ ତାଙ୍କ ପରିବାର ଭରଣ ପୋଷଣ ପାଇଁ ଯଥେଷ୍ଟ ନଥିଲା।
ଏଥିପାଇଁ ସେ ବଡ଼ ଚିନ୍ତିତ ଥିଲେ। ନିଷ୍ପତ୍ତି ନେବାର 15 ଦିନ ପୂର୍ବରୁ ବାବା ଶ୍ରୀମତୀ ତେନ୍ଦୁଲକରଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ କି କେତେ ଟଙ୍କା ପେନ୍ସନ୍ ଦରକାର? ମୋର ଇଚ୍ଛା 100 ଟଙ୍କା ହେଲେ ଚଳିବ। ତୁମେ ଏଥିରେ ସନ୍ତୁଷ୍ଟ? ଶ୍ରୀମତୀ ତେନ୍ଦୁଲକର କହିଲେ, ବାବା, ଏ ଦାସୀକୁ ଆପଣ କ'ଣ ପଚାରୁଛନ୍ତି? ଆପଣଙ୍କ ଶ୍ରୀ ଚଣ୍ଡୀର ତା ମୋର ପୂର୍ଣ୍ଣ ବିଶ୍ୱାସ ରହିଛି। ଯଦିଓ ବାବା 100 ଟଙ୍କା କହିଥିଲେ, କିନ୍ତୁ ତାଙ୍କର କଥା ସ୍ୱତନ୍ତ୍ର ରୂପେ ବିଚାର କରି ଅଧିକ 10 ଟଙ୍କା ଅର୍ଥାତ୍ 110 ଟଙ୍କା ଧାର୍ଯ୍ୟ କରାଗଲା। ବାବା ତାଙ୍କ ଭକ୍ତମାନଙ୍କ ପାଇଁ କିପରି ଅପରିମିତ ସ୍ନେହ ଓ ଧ୍ୟାନ ରଖୁଥିଲେ ତାହା ଦେଖିବାର କଥା। କ୍ୟାପ୍ଟେନ୍ ହାଟଙ୍କ ସ୍ୱପ୍ନ ଓ ବଲବପଡ଼ି ଭୋଗ। ବିକାନେର ନିବାସୀ କ୍ୟାପ୍ଟେନ୍ ହାଟେ ବାବାଙ୍କର ଭକ୍ତ ଥିଲେ। ଦିନେ ବାବା ତାଙ୍କୁ ସ୍ୱପ୍ନରେ କହିଲେ, ତୁମେ କ'ଣ ମୋତେ ଭୁଲିଗଲ? ଶ୍ରୀ ହାଟେ ବାବାଙ୍କ ଶ୍ରୀଚରଣରେ ବିନମ୍ର ପ୍ରଣାମ କରି କହିଲେ, ସନ୍ତାନ ଯଦି ତା'ର ମାଆକୁ ଭୁଲିଯାଏ ସେ କ'ଣ ବଞ୍ଚିପାରିବ? ଏହା କହି ଶ୍ରୀ ହାଟେ ତୁରନ୍ତ ବଗିଚାକୁ ଯାଇ କିଛି ବିନ୍ ଛୁଇଁ ତୋଳି ଆଣିଲେ ଏବଂ ଗୋଟିଏ ଥାଳିରେ ଶୁଖିଲା ଭିକ୍ଷା ଯଥା ଘିଅ, ଅଟା ଓ ଡାଲି ଏକାଠି କରି ତଥା ଦକ୍ଷିଣା ରଖି ବାବାଙ୍କୁ ଅର୍ପଣ କରିବାକୁ ଗଲେ। ଏତିକିବେଳେ ତାଙ୍କର ନିଦ ଭାଙ୍ଗିଗଲା ଏବଂ ସେ ଅନୁଭବ କଲେ ଯେ ସ୍ୱପ୍ନ ଥିଲା। ତଥାପି ସ୍ୱପ୍ନରେ ଯାହା ସବୁ ଜିନିଷ ଦେଖିଥିଲେ ତାକୁ ବାବାଙ୍କୁ ପଠାଇବାକୁ ସ୍ଥିର କଲେ। କିଛି ଦିନ ପରେ ସେ ଗ୍ୱାଲିୟର ଆସିଥିଲେ। ସେଠାରୁ ଜଣେ ବନ୍ଧୁଙ୍କ ପାଖକୁ 12 ଟଙ୍କା ମନି ଅର୍ଡ଼ର କରି ସେଥିରୁ 2 ଟଙ୍କାର ଶୁଖିଲା ଭିକ୍ଷା ଯଥା ଘିଅ, ଅଟା ଓ ଡାଲି ଏବଂ ବିନ୍ ଆଦି କିଣି ତଥା 10 ଟଙ୍କା ଦକ୍ଷିଣା ରୂପରେ ବାବାଙ୍କୁ ଅର୍ପଣ କରିବାକୁ ଅନୁରୋଧ କଲେ। ବନ୍ଧୁ ଶିରଡିରେ ପହଞ୍ଚି ସମସ୍ତ ଜିନିଷ ସଂଗ୍ରହ କରି ନେଲେ, କିନ୍ତୁ ବିନ୍ ପାଇବା କଷ୍ଟ ହେଲା। କ'ଣ କରିବେ ସେ ଚିନ୍ତାରେ ପଡ଼ିଥିଲା ବେଳେ ଜଣେ ମହିଳା ଗୋଟିଏ ଝୁଡ଼ି ଧରି ଆସୁଥିବା ଦେଖାଗଲା। ଆଶ୍ଚର୍ଯ୍ୟର ବିଷୟ ଯେ ସେହି ଝୁଡ଼ିରେ କେବଳ ବିନ୍ ଥିଲା। ବିନ୍ କିଣି ତଥା ସମସ୍ତ ସାମଗ୍ରୀ ଏକତ୍ର କରି ସେ ଦ୍ୱାରକାମାଇକୁ ଗଲେ ଏବଂ ଶ୍ରୀ ହାଟେଙ୍କ ତରଫରୁ ବାବାଙ୍କୁ ଅର୍ପଣ କଲେ। ପରଦିନ ସେ ନିମଣକର ଅନ୍ନ ଓ ବିନ୍ ତରକାରୀ ପ୍ରସ୍ତୁତ କରି ବାବାଙ୍କୁ ନୈବେଦ୍ୟ ଅର୍ପଣ କଲେ। ଉଲ୍ଲେଖନୀୟ ବିଷୟ ଯେ ସେଦିନ ବାବା କେବଳ ବିନ୍ ତରକାରୀ ଖାଇଲେ ଏବଂ ଅନ୍ୟ କିଛି ସ୍ପର୍ଶ କଲେ ନାହିଁ। ବନ୍ଧୁଙ୍କଠାରୁ ଏହି ଖବର ଶୁଣିବା ପରେ କ୍ୟାପ୍ଟେନ୍ ହାଟେ ଭାବବିହ୍ୱଳ ହୋଇଗଲେ ଏବଂ ଆନନ୍ଦରେ ଉତ୍ଫୁଲ୍ଲିତ ହେଲେ। ପବିତ୍ର ମୁଦ୍ରା। ଆଉ ଥରେ ବାବାଙ୍କର ପବିତ୍ର କରକମଳ ସ୍ପର୍ଶ ହୋଇଥିବାର ଏକ ମୁଦ୍ରା ଘରେ ରଖିବାକୁ କ୍ୟାପ୍ଟେନ୍ ହାଟେଙ୍କର ଇଚ୍ଛା ହେଲା। ଅଚାନକ ତାଙ୍କର ଜଣେ ବନ୍ଧୁଙ୍କ ସହ ସାକ୍ଷାତ ହୋଇଗଲା। ସଂଯୋଗକୁ ସେ ଶିରିଡ଼ି ଯାତ୍ରାରେ ବାହାରିଥିଲେ। ଶ୍ରୀ ହାଟେ ତାଙ୍କ ହାତରେ 1 ଟଙ୍କା ପଠାଇଲେ। ଶିରିଡ଼ି ପହଞ୍ଚିବା ପରେ ବାବାଙ୍କୁ ଯଥାଯୋଗ୍ୟ ପ୍ରଣାମ କରି ସେ ଦକ୍ଷିଣା ଦେଲେ। ବାବା ତାଙ୍କୁ ତାଙ୍କ ଝୁଣିରେ ରଖିଦେଲେ। ତାପରେ କ୍ୟାପ୍ଟେନ୍ ହାଟେଙ୍କ ଟଙ୍କାଟି ଅର୍ପଣ କଲେ। ବାବା ତାକୁ ହାତରେ ଧରି ଭଲ ଭାବେ ନିରୀକ୍ଷଣ କଲେ। ସେଥିରେ ଅଙ୍କିତ ଚିତ୍ର ଉପରକୁ କରି ଆଙ୍ଗୁଠି ରଖି ଉପରକୁ ଡିଆଁ ଆଣିଲେ ଏବଂ ଖେଳିଲେ। ଏହାପରେ ଉଦି ସହିତ ଟଙ୍କାଟି ଫେରାଇ ଦେଇ ତାଙ୍କ ବନ୍ଧୁଙ୍କୁ ଦେଇଦେବାକୁ କହିଲେ। ବାବା ପୁଣି କହିଲେ, ତା'ଠାରୁ ମୋର କିଛି ଦରକାର ନାହିଁ। କେବଳ ଏତିକି କହିଦେବେ ଯେ ସେ ଆନନ୍ଦରେ ଥାଉ। ଅନ୍ତର୍ଯ୍ୟାମୀ ବାବାଙ୍କର ସର୍ବାବ୍ୟାପକ ଦୃଷ୍ଟି ଦେଖି ବନ୍ଧୁ ଜଣକ ବିସ୍ମିତ ହେଲେ। ଦ୍ୱିତୀୟ ମୁଦ୍ରାଟି ତାଙ୍କର ବନ୍ଧୁଙ୍କର ବୋଲି ସେ କହିନାହାନ୍ତି। ବାବାଙ୍କୁ ଏହା ବିଦିତ ହେଲା କିପରି? ଗ୍ୱାଲିୟର ଫେରି ସେ ମୁଦ୍ରାଟି ହାଟେଙ୍କୁ ଦେଇ ଯାହା ସବୁ ଘଟିଥିଲା ତାକୁ ସବୁ ବର୍ଣ୍ଣନା କଲେ। ହାଟେଙ୍କର ମନ ଆନନ୍ଦରେ ପୂରି ଉଠିଲା ଏବଂ ବାବା ସର୍ବଦା ଉତ୍ତମ ବିଚାରକୁ ପ୍ରୋତ୍ସାହିତ କରୁଥିବା ଷଷ୍ଠ ଅନୁଭବ କଲେ। ତାଙ୍କର ମନୋକାମନା ବାବା ପୂର୍ଣ୍ଣ କଲେ। ବାମନ ନାର୍ବେକର। ପାଠକଗଣ, ଏବେ ଏକ ଭିନ୍ନ କଥା ଶ୍ରବଣ କରନ୍ତୁ। ବାମନ ନାର୍ବେକର ନାମକ ଜଣେ ବ୍ୟକ୍ତିଙ୍କର ସାହି ଚରଣରେ ପ୍ରଗାଢ଼ ଭକ୍ତି ଥିଲା। ଥରେ ସେ ଏପରି ଏକ ମୁଦ୍ରା ଆଣିଲେ ଯାହାର ଗୋଟିଏ ପାର୍ଶ୍ୱରେ ରାମ, ଲକ୍ଷ୍ମଣ ଏବଂ ସୀତା ତଥା ଅପର ପାର୍ଶ୍ୱରେ କରପଦ ହନୁମାନଙ୍କ ଚିତ୍ର ଅଙ୍କିତ ହୋଇଥିଲା। ଏହି ମୁଦ୍ରାକୁ ବାବାଙ୍କର କରସ୍ପର୍ଶ ଦ୍ୱାରା ପବିତ୍ର କରିବାକୁ ସେ ବାବାଙ୍କୁ ଅର୍ପଣ କଲେ। ତାଙ୍କର ଇଚ୍ଛା ଥିଲା ଯେ ଏହା ସହିତ ବାବା ତାଙ୍କୁ ଏହି ମୁଦ୍ରାଟି ଫେରାଇବେ, କିନ୍ତୁ ମୁଦ୍ରାଟିକୁ ଦେଖି ବାବା ତୁରନ୍ତ ତାକୁ ମୁଣାରେ ରଖିଦେଲେ। ବାମନରାଓ ଦୁଃଖୀ ହେଲା ପରି ଜଣାଗଲେ। ପାଖରେ ଉପସ୍ଥିତ ଶ୍ୟାମା ତାଙ୍କର ମନୋଭାବ ଜାଣିପାରି ମୁଦ୍ରାଟି ଫେରାଇବାକୁ ବାବାଙ୍କୁ ଅନୁରୋଧ କଲେ। ବାବା ସ୍ପଷ୍ଟ ଭାବେ କହିଲେ, ଫେରାଯିବ କାହିଁକି? ଏହାକୁ ଆମେ ଆମ ପାଖରେ ରଖିବା ଉଚିତ। ଯଦି ସେ ଏହା ବଦଳରେ 25 ଟଙ୍କା ଦେବାକୁ ରାଜି ହୁଅନ୍ତି, ତାହେଲେ ତାଙ୍କୁ ଫେରାଯିବ।